ଚାହିଁବୁନି କାରଣ ଆଜି ଆମେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପ୍ରତିନିଧି ମାନେ ଡାକିଛୁ ତାଙ୍କଠାରୁ ଶୁଣିବା କଥା କିନ୍ତୁ ଆମେ ଚେଷ୍ଟା କରିବାନି ବହୁ ସମୟ କହିବା ପାଇଁ କଥା ହଉଛି ଯୋଉ ପରିପ୍ରେକ୍ଷୀରେ ଆପଣମାନେ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବେ ଯାହା ଆଲୋଚନା ହେଇଛି ମୁଁ ଜଣେଇବି କିନ୍ତୁ ଆସନ୍ତାକାଲି ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ତରଫରୁ ଏସ୍ଏଚ୍ଡିର ଆପଣଙ୍କର ରେଜଲ୍ଟ ଆସିବାକୁ ଯାଉଛି ଏବଂ ପୁରାପୁରି ଯାହାକି ଯଦି ଦେଖିବେ 90% ନୁହେଁ 99% ରେଜଲ୍ଟ ଆସିବ। OTET ରେଜଲ୍ଟ ଆପଣଙ୍କୁ 20 ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡ଼ିବ। ଜିଓ ଟିକେ ବିଳମ୍ବ ହେବ କିନ୍ତୁ ଏସ୍ଏଚ୍ଡି ରେଜଲ୍ଟ ଡେଫିନେଟଲି ଆସୁଛି ଏବଂ 2800 ଜିପିକୁ ନେଇ ଯେଉଁ ଆଜି ଆପଣଙ୍କର ଆଲୋଚନା ହେଇଛି ବା ଜିଓ ମେଟର ମଧ୍ୟ ଏଠି ଅଛି ଆସନ୍ତୁ ଆମେ ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖିନେବା। ଚାହିଁବୁନି କାରଣ ଆଜି ଆମେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପ୍ରତିନିଧି ମାନେ ଡାକିଛୁ ତାଙ୍କଠାରୁ ଶୁଣିବା କଥା କିନ୍ତୁ ଆମେ ଚେଷ୍ଟା କରିବାନି ବହୁ ସମୟ କହିବା ପାଇଁ କଥା ହଉଛି ଯୋଉ ପରିପ୍ରେକ୍ଷୀରେ ସମଗ୍ର ଓଡ଼ିଶା ଆନ୍ଦୋଳନ କରିଥିଲା ଆଜିକୁ ଗୋଟିଏ ମାସ ଅତିକ୍ରାନ୍ତ ହେଲା ପରେ ମଧ୍ୟ ଆମ ଦାବି ଏପର୍ଯ୍ୟନ୍ତ ସଫଳ ହେଇନି। ସରକାର ଆମ ପାଖକୁ ଆସିନାହାନ୍ତି ଏବଂ ଘୋଷଣା ବି କରିନାହାନ୍ତି ନା ଲିଖିତ ଦେଇଛନ୍ତି ନା ସିଏମ ଅଫିସ ଘୋଷଣା କରିଛି କିଛି ବି ଗୋଟିଏ କଥା ହେଇନି। ବାସ୍ତବ ଭାବରେ କହିବାକୁ ଗଲେ ଆମେ ସମ୍ପୂର୍ଣ୍ଣ ଭାବରେ ବିଫଳ ହେଇଛି। ମୁଁ ମୋ ସ୍ତରରେ କହୁଛି ଆମେ ସମ୍ପୂର୍ଣ୍ଣ ଭାବରେ ବିଫଳ ହେଇଛି। ତେଣୁ କଣ ହବ ନାହିଁ ଇଏ ଏଜେଣ୍ଡା ଆମେ ହେଇନି କି କାହାର ଆସି ପ୍ରଚାର କରିବା ଇଏ ଅମୁକ ହେଇଥିଲା ପୂର୍ବ ସରକାର ସମ୍ମୁଖ କରିଥିଲା ମୁଁ ବ୍ୟକ୍ତିଗତ ଭାବରେ ଇଏ ପ୍ରଚାରରେ ଆମେ ସମସ୍ତେ ଶିକ୍ଷକ ଆମର ପେଟ ପୋଡ଼ି ଯାଉଛି ମନର ବେଦନା ଅଛି। ଦୀର୍ଘ ବର୍ଷ ଧରି ପ୍ରାଥମିକ ଶିକ୍ଷକ ପୁରା ନିଷ୍ପେଷିତ ହେଇଛି। ଲେବୁଲ VA नो ଚେଞ୍ଜେସ୍ ହେଇ 70ଟା ଶିକ୍ଷକ ଘରେ ଘରେ କାମ କରୁଛନ୍ତି। 2001 ମସିହାରୁ ଶିକ୍ଷକ ଖଟି ଖଟି ଯୋଉ ଅବସ୍ଥାରେ ଅଛନ୍ତି ତାଙ୍କର ବର୍ତ୍ତମାନ 5-6 ବର୍ଷ ମିଶି ପାରୁନି। ପ୍ରତ୍ୟେକ ବର୍ଗର କଥା ଏ ଯୋଉ କଷ୍ଟ ଏ ଯୋଉ କୋହ ପ୍ରାଥମିକ ଶିକ୍ଷକ ପାଉଛି ଆଗାମୀ ପେ କମିଶନ ଲାଗିବା ପୂର୍ବରୁ ଏ ଜାତିଟା ସମ୍ପୂର୍ଣ୍ଣ ଭାବରେ ପଛକୁ ଚାଲିଯିବ। ତେଣୁ ଏଠି କିଛି ଶୁଣିବା ନାହିଁ। ଏଠି ମୋର ଆହ୍ୱାନ ବା ବ୍ୟକ୍ତିଗତ ଭାବରେ ମୋର ବାର୍ତ୍ତା ମୁଁ ବେଶୀ ସମୟ ଆଦୌ କହିବି ନାହିଁ। ତୁରନ୍ତ ଗୋଟେ ସପ୍ତାହ ଭିତରେ ମାସ୍ ଲିଭ୍ ଘୋଷଣା କରାଯାଉ। ଅଦରୱାଇଜ ଆପଣ ଯଦି ଡେଟ୍ ଶୁଣୁଥିବେ ବିଭିନ୍ନ ସଂଘ ଆଲୋଚନାକୁ ଯାଉଥିବେ ଆମେ ମାନେ ପଛେଇଥିବା ସେ କ୍ୟାଡର ହଉଛି ପୋଷ୍ଟ ବାହାରୁଛି ଏତିକି ଆପ୍ରୁଭାଲ ହଉଛି କାଲି ଅର୍ଡର ବାହାରିଥିବ ସରକାର ଏଇଟା କହୁଛନ୍ତି ଏ ସବୁ କଥାରେ ଭଲେ ଭାଲେ ହେଇକିରି ସରକାର ସାଥିରେ ଆମେ ମିଠା କଥା ଶୁଣିବାକୁ ଚାହୁଁନୁ। ଆମେ ଯୋଉ ଆଶା କରୁଛୁ ସରକାର ଠାରୁ 5 ଦିନର କଡ଼ା ଆନ୍ଦୋଳନ ପରେ ବି ସେଭଳିଆ ରେସ୍ପନ୍ସ ସରକାର ପାଖରୁ ଆମ ପାଖକୁ ଆସିପାରିଲା ନାହିଁ ଆଦୌ ବି ଆସିଲା ନାହିଁ। ତେଣୁ ମୁଁ ଅନୁରୋଧ କରିବି ବା ମୋର ବ୍ୟକ୍ତିଗତ ସ୍ତରରେ ଏତିକି କହିବି ଯେ ତୁରନ୍ତ ଓଡ଼ିଶାରେ ମାସ୍ ଲିଭ୍ ଘୋଷଣା କରାଯିବ। ତାକୁ ଆପଣମାନେ ଯଦି ମତ ଦେବେ ତାକୁ ଆଗକୁ ଯିବ। ଏଇ ଲେବୁଲ VA ଶିକ୍ଷକ ମାନେ ଯୋଉମାନେ 75,000 ଶିକ୍ଷକ ମୂଳ ଦରମା ଗୋଟିଏ ଟଙ୍କା ବଢି ପାରିଲା ନାହିଁ ଲେବୁଲ VA नो ଚେଞ୍ଜେସ୍ ହେଲା ବିରାଟ ବର୍ଗ ଉପେକ୍ଷିତ ହେଲେ ଖାଲି ସେଇମାନେ ପାଇଁ ନାହିଁ ଯେ ପର୍ଯ୍ୟନ୍ତ ଏଣ୍ଟ୍ରି ଗ୍ରେଡ୍ ପେ ବଢିନି ସେ ପର୍ଯ୍ୟନ୍ତ ଓଡ଼ିଶାର ଶିକ୍ଷକ ସମାଜ କିଛି ପାଇନାହିଁ। ତେଣୁ ଏ ଦୃଷ୍ଟିରୁ ଆମର ମତ ରହିବ ବା ମୋର ମତ ଏବଂ ସଂଗଠନର ମତ ରହିବ ତୁରନ୍ତ ମାସ୍ ଲିଭ୍ ଆଜି ଏ ସଭାରୁ ଘୋଷଣା କରାଯାଉ ତାରିଖ ମଧ୍ୟ ଘୋଷଣା କରାଯାଉ। ଧନ୍ୟବାଦ। ସରକାରଙ୍କର ନିର୍ଭର ପ୍ରତିଶ୍ରୁତି ଯୋଉ ମିଳିଥିଲା 7 ଦିନ ପରେ ଦାବି ପୂରଣ ହେବାର କଥା ସେ ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ଆଜି ଯୋଉ ଭୁବନେଶ୍ୱର 11 ତାରିଖରେ ଆମେ ବୈଠକ ଡାକିଛୁ ସେ ପ୍ରକାଶ କରିଛନ୍ତି ଏବଂ ଯୋଉମାନେ ସହଭାଗୀଦାରୀ ଯୋଉମାନେ ସହଯୋଗୀ ତାଙ୍କୁ ସାଥ ଦେବା ପାଇଁ ଆମେ କାମ କରୁଥିଲୁ। ଆମମାନେ ମଧ୍ୟ ସେ ଯୋଉ କଥା କହିଲେ ଆମେ କିଛି ବିଧାୟକ ପାଖକୁ ବା ରାଜ୍ୟ ସଭାପତି ତାଙ୍କ ଦଳର ତାଙ୍କ ପାଖକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏବଂ ବିଭିନ୍ନ ସ୍ତରରେ କେବଳ ଆଲୋଚନା ହେଇଛି ଯାହାର ଚୂଡ଼ାନ୍ତ ଯାହା ଆଜି ଆପଣମାନଙ୍କ ପାଖରେ ମୁଁ ସ୍ପଷ୍ଟ କଥା ରଖିବାକୁ ଚାହେଁ ଯେ ଆମକୁ ସରକାର କେବଳ ହବ କହୁଛନ୍ତି ଅଫିସିଆଲି କୌଣସି ପ୍ରକାର ଆମ ସହିତ ପୂର୍ଣ୍ଣାଙ୍ଗ ଆଲୋଚନା ହେଇପାରି ନାହିଁ। ଯାହା ଆମେ ଚାହିଁଥିଲୁ ଉଚ୍ଚସ୍ତରୀୟ ଆଲୋଚନା କରାଯାଉ ବୋଲି ସେ ଉଚ୍ଚସ୍ତରୀୟ ଆଲୋଚନା ଯେମିତି ଆପଣ ମେଡିକାଲ ଆଉ ଡକ୍ଟର ମାନଙ୍କ ଯୋଉ ଆନ୍ଦୋଳନରେ ଉଚ୍ଚସ୍ତରୀୟ ଆଲୋଚନା କଲା ବିଭିନ୍ନ ପର୍ଯ୍ୟାୟରେ ଧନ୍ୟବାଦ ଦେବା କଥା ଆଜି ଯିଏ ଅଛନ୍ତି ଭେଟିଛନ୍ତି ଏ କାର୍ଯ୍ୟକ୍ରମ ଗୁଣ୍ଡିଚି ମୂଷା ପରି
केतेबेले मयूरभंज जिल्लार भोट करिवे एवं तार निष्पत्ति कौन को जगह पर्यंत से माने नेचती कहा सहित से माने आलोचना करचती तार किछि स्पष्टता हे नाही सेति पई आज आपण मान को हमें आह्वान 2 दिन हे जाईछि जदि तार निष्पत्ति न दियंती हमें आगामी दिन रे कोन पदक्षेप लेबो या होछि आपण मान को जिल्ला मान को कारण हमें आपण चाहूनी कारण आज आमे ओडिसा रो प्रत्येक जिल्लार प्रतिनिधि मान डाकि ताकठारु सुनिबा कथा किंतु आमे चेष्टा करबानी बहुत समय कहिया पाई कथा होची जो परिप्रेक्षी रे समग्र ओडिसा आंदोलन करथिला आज को गोटे मास अतिक्रांत हेला पर मध्य आम दाबी एपर्यंत सफल हेनी सरकार आम पाखु आसी नांती एवं घोषणा भी करनांती ना लिखित देइछंती ना सीएम ऑफिस घोषणा करछि किछि भी गोटे कथा हेनी वास्तव भाव में कहया बोले आमे संपूर्ण भाव में विफल हेछि मु मो स्तर को आमे संपूर्ण भाव में विफल हेछि तनो कोन हबो नाही ये एजेंडा में हेनी कि कहार आसी प्रचार करबा ये अमुक कहतिला पूर्व सरकार सम्मुख करतिला मु व्यक्तिगत भाव में ये प्रचार आमे समस्त शिक्षक हमर पेट पड़ी जाउची मनर वेदना अछि दीर्घ वर्ष धरी प्राथमिक शिक्षक पूरा निष्पेषित होईछि लेवल भीए नो चेंजेस है सबुरीजा शिक्षक घरे घरे काम करते 2001 मसियारु शिक्षक खटी खटी जो अवस्था अछंती ताकर वर्तमान 5-6 वर्ष मिसी पाबी प्रत्येक वर्गन कथा कह ये जो कष्ट ये जो कोह प्राथमिक शिक्षक पाउची आगामी बेकमिशन लागिया पूर्व ये जातिटा संपूर्ण भाव में पछकु चली जिवो तनु एठी किछि सुनिबा नाही एठी मोर आह्वान बा व्यक्तिगत भाव में मोर वार्ता मु बेसी समय आदौ कहबी नाही तुरंत गोटे सप्ताह भीतर महास्लिप घोषणा करा जाऊ अदरवाइज आपण डेट सुनुथिबे विभिन्न संघ आलोचना को जाउथिबे आमे माने पछैथिबा से क्याडर होउची पोस्ट बाहुची एतिके अप्रूवल होउची काली ऑर्डर बाहातिबा सरकार एटा कहउछथि ए सब कथा रे भोले भाले एकरी सरकार साथिया ने मिठा कथा सुनिया को चाहू आमे जो आशा करथि सरकार ठाऊ 5 दिन कड़ा आंदोलन पर भी से बढ़िया रेस्पॉन्स सरकार पाखु आमे पाखु आसी पारला नाही आतो भी आसीला नाही तणु मु अनुरोध करबी बा मोर व्यक्तिगत स्तर रे एतिके कहबी जे तुरंत ओडिसा रे महास्लिप घोषणा करा जिवो ताकू आपण मान जदि मत देबे ताकू आगु को आगा कुछ एई लेवल भीए शिक्षक माने जो माने 75,000 शिक्षक मूल दरमा गोटे टंका बढ़ी पारला नाही लेवल भीए नो चेंजेस होला विराट वर्ग उपेक्षित होले खाली सेही माने पाने जे कोन एंट्री ग्रेड पे बढ़ीनी से पर्यंत ओडिसा रा शिक्षक समाज किछि पाइ नाही तनु ए दृष्टिरु हमर मत रहिबो बा मोर मत एवं संगठन मत रहिबो तुरंत मासलिप आज ए सभारु घोषणा करा जाऊ तारीख मध्य घोषणा कराऊ जान फादा धन्यवाद सरेजी सरकार निर्भर प्रतिश्रुति जो मिलता 7 दिन पर दाबी पूरण हबार कथा से द्वंद्व को दूर करने एवं आगामी दिन कार्यपंथा स्थिर करने आज जो भुवनेश्वर 11 तारीख रे हमें बैठक डाकिछु से प्रकाश करचंदी एवं जो माने सहभागीदारी जो माने सहयोगी ताको साथ दबा पाई हमें काम करथुलु आमाने मध्य से जो कथा कहले हमें किछि विधायक पाकु बा राज्य सभापति ताको दल ताको पाकु माननीय मुख्यमंत्री को मध्य एवं विभिन्न स्तर रे केवल आलोचना हेछि जहार चूड़ांत जहां आज आपण मानक पाखरे स्पष्ट कथा रखिବାକୁ चाहे जे हमको सरकार केवल हब कहउछथि को ऑफिशियली कोन से प्रकार हम सहित पूर्णांग आलोचना हे पारि नाही जहां हमें चाहितु उच्च